ମୂଲ୍ୟାୟନ ହେଇସାରିଛି। ଆଉ ଗୋଟେ ନୂଆ ପ୍ରକାରର ମୂଲ୍ୟାୟନ କରିବା ପାଇଁ ଆଜିର ପ୍ରସଙ୍ଗ ରଖାଯାଇଛି। ଆଗରୁ ତାର କାବ୍ୟିକ ମୂଲ୍ୟାୟନ, ଶାବ୍ଦିକ ମୂଲ୍ୟାୟନ, ଆଳଙ୍କାରିକ ମୂଲ୍ୟାୟନ ଏବଂ ତାର ସାରସ୍ୱତ ମୂଲ୍ୟାୟନ ବହୁତ କିଛି ହୋଇଯାଇଛି। କମ୍ବୁବାଣୀ ସାମନ୍ତ ମହୋଦୟ ବହୁ ପ୍ରକାର ଆଲୋଚନା କରିଛନ୍ତି। ନଟବର ଶତପଥୀ ମହୋଦୟ ସେ ମଧ୍ୟ ଅଦ୍ୱିତୀୟ ବକ୍ତା ଏବଂ ସାରସ୍ୱତ ସାଧକ, ସେ ବିଷୟରେ ସେ ବହୁତ ଆଗରୁ ଆଲୋଚନା କରିଛନ୍ତି। ମୋର କହିବାର କଥା, ଯଦି ନବମୂଲ୍ୟାୟନ କରିବା, ମୋ ମୁଣ୍ଡକୁ ଯାହା ଢୁକିଛି ଜଣେ ସାରସ୍ୱତ ସାଧକ ହିସାବରେ, ଯେ ଲାବଣ୍ୟବତୀ ଚରିତ୍ରକୁ ଭଞ୍ଜ ନାନା ଦିଗରୁ ଚିତ୍ରିତ କରିଛନ୍ତି ଏବଂ ମୂଲ୍ୟାୟନ କରିଛନ୍ତି। ଆଜି ସମାଜରେ ଆମେ ଦେଖୁଛେ ଯେ ଆଜି ନାରୀ ପାଖରେ ନାହିଁ ଆଭୂଷଣ, ନାହିଁ ଆଚରଣ, ନାହିଁ ଅଳଙ୍କାର, ନାହିଁ ସଂସ୍କାର, ତାହେଲେ ଅଛି କଣ? ଅଛି କେବଳ ଉଚ୍ଚାରଣ ଆଉ ବିଚରଣ, ଅଛି ପରିଧାନ, କିନ୍ତୁ ସେଥିରେ ରହିଛି ବ୍ୟବଧାନ। ଏହିପରି ସାମ୍ପ୍ରତିକ ନାରୀ ସମାଜକୁ ଦୃଷ୍ଟିରେ ରଖି ଆମେ ଯଦି ଲାବଣ୍ୟବତୀ ଚରିତ୍ରକୁ ମୂଲ୍ୟାୟନ କରିପାରିବା, ତାହେଲେ ଏହା ଏକ ପ୍ରକାର ନବମୂଲ୍ୟାୟନ ହେବ ବୋଲି ମୋର ଧାରଣା, ମୋର ବିଚାର। ସିଂହଳର ରାଜା ରତ୍ନେଶ୍ୱର ନିଜ ବିବାହ ଯୋଗ୍ୟ କନ୍ୟା ଲାବଣ୍ୟବତୀର ପଟ୍ଟଚିତ୍ର, ଏକ ଚିତ୍ରପଟ ପ୍ରସ୍ତୁତ କରି ଜ୍ଞାନାନନ୍ଦ ନାମକ ଜଣେ ସନ୍ନ୍ୟାସୀ ହାତରେ ନାନା ଦେଶରେ ବୁଲାଇ ପ୍ରଦର୍ଶିତ କରିଥିଲେ। ଭଞ୍ଜ ଯୋଉ ଯୋଉ ଦେଶର ନାମ ସେଥିରେ ବର୍ଣ୍ଣନା କରିଛନ୍ତି, ସେ ସମୟର ଭୌଗୋଳିକ ସ୍ଥିତିକି ନେଇ ସେ ଦେଶର ନାମ ସେ ଦେଇଛନ୍ତି। ଆଜିକାଲି ସେଇ ଭୌଗୋଳିକ ସ୍ଥିତି ବଦଳି ଯାଇଛି। ସେଇ ଯୋଉ ଦେଶ ଗୁଡ଼ିକର ନାମ ବର୍ଣ୍ଣନା କରିଛନ୍ତି, ତା ଦେହରେ ପ୍ରତ୍ୟେକ ଦେଶର ଲୋକଙ୍କର ଯୋଉ ଭାବନା ତା ଦେହରେ ଖଞ୍ଜିଛନ୍ତି, ତାକୁ ଯଦି ଆମେ ଆଲୋଚନା କରିବା, ସେ ହବ ଏକ ପ୍ରକାର ନବ ଆଲୋଚନା। ଦ୍ୱିତୀୟତଃ, ଭଞ୍ଜ ସାହିତ୍ୟରେ ସାହିତ୍ୟିକ ମୂଲ୍ୟବୋଧ ଅପେକ୍ଷା ସାମାଜିକ ମୂଲ୍ୟବୋଧ, ନୈତିକ ମୂଲ୍ୟବୋଧ ଓ ଶୈକ୍ଷିକ ମୂଲ୍ୟବୋଧ ମଧ୍ୟ ଭରି ରହିଛି। ଆଜିର ଆଲୋଚନାରେ ଏ ଯୋଉ ନବ ଆଲୋଚନା ହବ, ଆମେ ତାଙ୍କର ସାମାଜିକ ମୂଲ୍ୟବୋଧ, ନୈତିକ ମୂଲ୍ୟବୋଧ ଓ ଶୈକ୍ଷିକ ମୂଲ୍ୟବୋଧ ଆପରେ ଯଦି ଆଲୋକପାତ କରିପାରିବା, ଆଲୋଚକ ମହୋଦୟ ଦୁଇ ଜଣ ଯଦି ଆପରେ ଆଲୋକପାତ କରିପାରିବେ, ତାହେଲେ ମୋ ମତରେ ଆଜିର ପ୍ରସଙ୍ଗ ଅନୁଯାୟୀ ଏ ଆଲୋଚନା ଯଥାର୍ଥ ରହିବ। ବର୍ତ୍ତମାନ ମୁଁ ଭଞ୍ଜଙ୍କର ଲାବଣ୍ୟବତୀର ଅଷ୍ଟମ ଛାନ୍ଦରେ ଯେଉଁ ଛାନ୍ଦଟା ସେ ଲେଖିଛନ୍ତି ଯେ ସନ୍ନ୍ୟାସୀ ଦେଶ ଦେଶ ବୁଲୁଛନ୍ତି, ତାଙ୍କ ଚିତ୍ରପଟ ଧରି ଲାବଣ୍ୟବତୀଙ୍କ ପଟ୍ଟଚିତ୍ର ଧରି ଦେଶ ଦେଶ ବୁଲୁଛନ୍ତି, ସେ ଦେଶର କଣ କଣ ସବୁ ରହିଛି ପ୍ରାଧାନ୍ୟ, ଆଦ୍ୟ ଯମକରେ ଭଞ୍ଜ ତାକୁ ବର୍ଣ୍ଣନା କରିଛନ୍ତି। ଆଦ୍ୟ ଯମକ ପ୍ରୟୋଗ କରି ଭଞ୍ଜ ତାକୁ କିପରି ବର୍ଣ୍ଣନା କରିଛନ୍ତି ନା, କୁନ୍ତଳ କୁନ୍ତଳ ବର୍ଣ୍ଣେ ସାରିଲେ ଦିନ, ମତ୍ସ୍ୟଜନ ମତ୍ସ୍ୟ ପରି ନିମିଷହୀନ, ନିଷେଧେ ନିଷେଧି ଆନେ ଲୋକ ନ କଲେ, ମାଳ ବରେ ମାଳା କରି ତାହା ଜପିଲେ, ମଘରେ ମଘବା ପଦ ପାଇଲା ପରି, ବିଦେହ ବିଦେହ ସରେ ହୋଇଲେ ଗାରି, କନ୍ୟା ଉଜ ଶୁଭିଲା ବାଣୀ, ମରୁ ଦେଶ ମରୁ ରମ୍ଭା ଏମନ୍ତେ ଭଣୀ, ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ, ଏହି ରମ୍ଭା ବୋଲି କଳି କଳିଙ୍ଗେ ବୋଲେ, ଧାତା ହଟ ଏହି ମୋରା ହଟ ବିଚାର, ଚଉରାଶେ ଭାସିଲେ ସୌଦାମିନୀ ସ୍ଥିର, ଚୋଳେ ନିଚୋଳ ଘୋଡାଇ ରଖିବା ଚିନ୍ତା, ଦ୍ରାବିଡେ ନିବିଡେ ଆଲିଙ୍ଗନ ମମତା, ଗୁଜୁରାତି ରାତି ଦିନେ ଦେଖିବା ଇଚ୍ଛା, ବିଦର୍ଭରେ ଦର୍ଭ ହାସି ଦର୍ଶନ ବାଞ୍ଛା, ଉତ୍କଳେ ଉତ୍କଳ ହୋଇ ବିରହ ଭାରି, ଗୌରୀଏ ଗୌରବ ଗୌଡେ ବିଚାରି, ନେପାଳେ କପାଳେ ଥିଲେ ପାଇବା ଭାବି, ମାଗଧେ ମଗଧ ସୁଖେ, ମାଗଧ ମୁଖେ ବନାଇ ଛବି, କେରଳେ ଭାବେ କେରଳ ମାୟା ହୋଇବ, ଚମନ ମନରୁ ଭିନ୍ନ ନୁହେଁ ଭାବ, ସିନ୍ଧୁରେ ଭାସିଲେ ସିନ୍ଧୁରେ ଯେ ଝାସିବ, ସିନ୍ଧୁର ଗମନା ପ୍ରତି ଅଙ୍ଗେ ମିଶିବ। ଦେଖନ୍ତୁ କେତେ ସୁନ୍ଦର ଆଦ୍ୟ ଯମକ ପ୍ରୟୋଗ କରି ଭଞ୍ଜ ଲାବଣ୍ୟବତୀର ପଟ୍ଟଚିତ୍ରଟାକୁ, ଚିତ୍ରପଟଟାକୁ, କିନ୍ତୁ ଦେଶ ଦେଶେ ବୁଲୁଛନ୍ତି, ସେ ଯୋଉ ସନ୍ନ୍ୟାସୀ ଯାଇଛନ୍ତି
ସେ ଜ୍ଞାନାନନ୍ଦ ତାକୁ ଧରିକି ବୁଲଉଛନ୍ତି। ଗୋଟେ ପ୍ରଶ୍ନ ଉଠୁଛି ଯେ ରାଜା ତ ତାଙ୍କ ଦୂତ ହାତରେ ଦବା କଥା, ସେ ଜଣେ ସନ୍ନ୍ୟାସୀ ହାତରେ ଦେଲେ କାହିଁକି? ସନ୍ନ୍ୟାସୀ ହାତରେ ଏଇଠି ଲାଗିଦେଲେ ସନ୍ନ୍ୟାସର ନାରୀ ପ୍ରତି କୌଣସି ଦୁର୍ବଳତା ନଥାଏ, ଏବଂ ଅନ୍ୟ ଯଦି କୌଣସି ଯୁବକ ହାତରେ ଦେଇଥାନ୍ତେ ଯୁବକର ଲୋଭ ହେଇଥାନ୍ତା, ସେଇ ପଟ୍ଟଚିତ୍ର ଦେଖି ସେ କାହାକୁ ଦେଖେଇ ନଥାନ୍ତା, ନିଜେ ତାକୁ ଲୁଚେଇ ଦେଇଥାନ୍ତା। କିନ୍ତୁ ସନ୍ନ୍ୟାସୀ ତ ମୋହ ମାୟା ରହିତ, ତାର ତ ନାରୀ ମାୟା ନାହିଁ, ତାର ନାରୀ ସ୍ନେହ ନାହିଁ, ନାରୀ ପ୍ରେମ ନାହିଁ। ତେଣୁ ସେ ମାୟା ରହିତ ହେଇଥିବାରୁ ସନ୍ନ୍ୟାସୀ ବାଛିଲେ ରାଜା ରତ୍ନେଶ୍ୱର। ବର୍ତ୍ତମାନ ମୁଁ ଆଲୋଚକ ଦ୍ୱୟଙ୍କୁ ଅନୁରୋଧ କରିବି ଯେ ଆଜିର ଯୋଉ ଆଲୋଚନା ହବ, ମୁଁ ତ ସେଥିରେ ଭାଗ ନେଇ ପାରିବିନି, କାହିଁକି ମୁଁ ଅତିଥି। ମତେ ଆଜିର ଆୟୋଜକ କହିଛନ୍ତି ଆପଣ ଅତିଥି ହିସାବରେ ଖାଲି ଇଣ୍ଟ୍ରୋଡକ୍ସନ ଦେଇକି ଆଲୋଚନାଟା ଆରମ୍ଭ କରିବା ପାଇଁ